ସମସ୍ତଙ୍କୁ ନମସ୍କାର ଜଣାଉଛି। ଆଜି ଖୁସି ଲାଗିଲା ଯେ ମୋ ଘରକୁ ଆସି ମୋ ପାଖରେ ପହଞ୍ଚି କେଡ଼େ ବଡ଼ କଥାଟେ କହିଲେ ଯେ ଆମେ ଆଉ ଡ୍ରାଇଭର ମାନେ ଅଲଗା କେହି ନୁହେଁ, ଆମେ ସମସ୍ତେ ଏକ ହେଇଯାଇଛୁ। ଗୋଟେ ମୁଠା ଭଳିଆ ଆମ ଭିତରେ ଏକତା ଆସିଯାଇଛି, ଆମେ ସମସ୍ତେ ଏକ ହେଇଛୁ। ଯେଉଁଠି ଯାହାର ଯେତେବେଳେ ଯେଉଁ ଅସୁବିଧା ପଡ଼ିଛି ଆମେ ସମସ୍ତେ ଠିଆ ହେଉଛୁ। ମୋ ଆତ୍ମାକୁ ଭାରି ଶାନ୍ତି ଲାଗିଲା। ମନ ଭିତରେ ଭାବିଲି ଯେ ସତେ ତ ଏଭଳି ଲୋକମାନେ ଅଛନ୍ତି, ଲୋକମାନଙ୍କ ମନ ଭିତରେ ବି ଏମିତି ଭାବନା ଆସିଛି, ତ ଭଗବାନ ତାଙ୍କୁ ସହାୟ ହୁଅନ୍ତୁ, ଏ ଭାବନା ସବୁଦିନ ରହୁ। ତେଣୁ ସବୁ ଡ୍ରାଇଭର ଭାଇମାନଙ୍କୁ ମୋ ନିବେଦନ, ଏ ସେପ୍ଟେମ୍ବର 1 ତାରିଖ ଦିନ ଆମର ତ ଅଲଗା ଡ୍ରାଇଭର ଦିବସ ହେଉଛି, ଆପଣମାନେ ସମସ୍ତେ ଏକାଠି ହେବେ। 30ଟା ଜିଲ୍ଲାରେ ସବୁ ଜାଗାରେ ତ ଅଲଗା ଅଲଗା ଜାଗାରେ ହେଉଛି, ତେଣୁ ଆପଣମାନେ ସମସ୍ତେ ଏକାଠି ହେବାକୁ ଅନୁରୋଧ। ଆଉ ଗୋଟେ ବଡ଼ କଥା ହେଉଛି, ଆମର ଯେଉଁ କଥା ଅଛି ନିଶା ଖାଇବା ନାହିଁ, ପରିବାରକୁ ଅନେଇବା, ପଇସା ସଞ୍ଚୟ କରିବା, ପିଲାଛୁଆଙ୍କୁ ମଣିଷ କରିବା, ଏ ସବୁଥର କଥାକୁ ଆମେ ଟିକେ ଅକ୍ଷରେ ଅକ୍ଷରେ ପାଳନ କଲେ ଆମେ ସମସ୍ତେ ଭଲ ହେଇଯିବା। ଆମେ ସରକାରଙ୍କ ଉପରେ ନିର୍ଭର କରିବାନି, ନିଜ ହାତ ଉପରେ ନିର୍ଭର କରିବା, ନିଜ ମନ ଉପରେ ନିର୍ଭର କରିବା, ବାସ୍। ତାପରେ ଜଗନ୍ନାଥ ଅଛନ୍ତି, ତାପରେ ଆମେ ଆଗେଇ ଯିବା। ବହୁତ ଖୁସି ଲାଗଲା। ଆଉ ସାର୍ଙ୍କର ବାର୍ତ୍ତା ବି ନିହାତି ବହୁତ ସୁନ୍ଦର ହେଲା। ସମସ୍ତ ଭାଇମାନେ ଆମେ ମାନିକି ମାନେ ଆକୁ ଆମର ଏକତା ବନେଇ ରଖବାର ସହିତ ମାନେ ଟ୍ରାଫିକ୍ ରୁଲ୍ ଯାହା ଯାହା ମାନେ ସମସ୍ୟା ଥିଲା ତାକୁ ଦୂରେଇକି, କାରଣ ଆମେ ଭଲ ହେଇପାରମା ଦୁନିଆର ଆଗରେ। ସମସ୍ତେ ଆମର ଭଲ ଚାହୁଁଛନ୍, ତ ଆମେ ବି ଟିକେ ଚାହିଁବା ବୋଲେ ଆମେ ଭଲ ହେଇପାରମା। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।